ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସିର ସାଂସଦ ଏବଂ ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ସରକାର ଆସିବା ପରେ ମମତାଙ୍କ ଟିଏମସି ଦୁର୍ଗ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏହାରି ଭିତରେ ଟିଏମସିର ଟାଣୁଆ ନେତା ତଥା 4 ଥରର ସାଂସଦ ହୋଇଥିବା କାକୋଲି ଘୋଷ ଦସ୍ତିଦାର ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ବାରାସାତର ସାଂସଦ କାକୋଲି ଘୋଷ ଦସ୍ତିଦାର ଦଳର ସମସ୍ତ ସାଂଗଠନିକ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ପ୍ରଦେଶର ଅଧ୍ୟକ୍ଷ ସୁବ୍ରତ ବକ୍ସିଙ୍କୁ ଦେଇଛନ୍ତି। ସେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ମଧ୍ୟ ଧରିଛି। ତେବେ କାକୋଲି ଗତ ବହୁ ଦଶନ୍ଧି ଧରି ଟିଏମସି ସହ ଜଡ଼ିତ ଥିଲେ। ସେ ପ୍ରାୟ 9ରୁ 10 ମାସ ପର୍ଯ୍ୟନ୍ତ ଲୋକସଭାରେ ଦଳର ଚିଫ୍ ହୁଇପ୍ ଥିଲେ। ଏହାପରେ ଗତ କିଛିଦିନ ତଳେ ତାଙ୍କୁ ହଟାଇ ଏହି ଦାୟିତ୍ୱ କଲ୍ୟାଣ ବାନାର୍ଜୀଙ୍କୁ ଦିଆଯାଇଥିଲା। ଏହି ନିଷ୍ପତ୍ତି କାରଣରୁ କାକୋଲି ଖୁବ୍ ଅସନ୍ତୁଷ୍ଟ ଥିଲେ। ସେ ସୋଶାଲ ମିଡିଆରେ ଲେଖିଥିଲେ ଯେ 1976ରୁ ସମ୍ପର୍କ 1984ରେ ଯାତ୍ରା ଆରମ୍ଭ ହେଲା। ଆଜି ମୋତେ 4 ଦଶକର ବିଶ୍ୱସନୀୟତାର ଏହି ପୁରସ୍କାର ମିଳିଲା। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।